ଆମର ସମସ୍ତ ଦର୍ଶକଙ୍କୁ ନମସ୍କାର। ଈଶ୍ୱର କାହିଁକି ତାଙ୍କ ପୁତ୍ର ଯୀଶୁଙ୍କୁ ସିଧାସଳଖ ପୃଥିବୀକୁ ଆସିବା ପରିବର୍ତ୍ତେ ମାନବ ରୂପରେ ପଠାଇଲେ, ଯିଏ କେବଳ ଉତ୍ତମତା ଏବଂ ସତ୍ୟ ଶିକ୍ଷା ଦେଇଥିଲେ? କାହିଁକି କ୍ରୁଶରେ ଯନ୍ତ୍ରଣା ଭୋଗିବାକୁ ପଡ଼ିଥିଲା ଏବଂ ତାଙ୍କୁ ରକ୍ତ ଏବଂ ଜଳ ଢାଳିବାକୁ ପଡ଼ିଥିଲା? ଆସନ୍ତୁ ଆଧ୍ୟାତ୍ମିକ ମହତ୍ଵ ପରୀକ୍ଷା କରିବା। ଯଦିଓ ଯୀଶୁ ଏକ ଶାରୀରିକ ଶରୀର ଗ୍ରହଣ କରିଥିଲେ, ତାଙ୍କ ରକ୍ତ ଏବଂ ଜଳ ଆମଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଯୀଶୁଙ୍କ ରକ୍ତପାତ ମାଧ୍ୟମରେ ପ୍ରଭୁଙ୍କ ପ୍ରେମ ପ୍ରକାଶିତ ହୁଏ। ଏହା ମାଧ୍ୟମରେ ଆମେ ଆମର ପାପର କ୍ଷମା, ତାଙ୍କ ବାକ୍ୟ ଅନୁଯାୟୀ ବଞ୍ଚିବାର ଶକ୍ତି ଏବଂ ପ୍ରକୃତ ଜୀବନ ପାଇଥାଉ। ଯୋହନ ପୁସ୍ତକ 19:33 ଏବଂ 34 ପଦରେ ଲେଖା ଅଛି, ମାତ୍ର ସେମାନେ ଯୀଶୁଙ୍କ ନିକଟକୁ ଆସି ସେ ମରିଗଲେଣି ବୋଲି ଦେଖି ତାହାଙ୍କ ଗୋଡ଼ ଭାଙ୍ଗିଲେ ନାହିଁ। କିନ୍ତୁ ସୈନ୍ୟମାନଙ୍କ ମଧ୍ୟରେ ଜଣେ ବର୍ଚ୍ଛାରେ ତାଙ୍କ କକ୍ଷ ଦେଶ ବିନ୍ଧିଲା ଆଉ ତତ୍କ୍ଷଣାତ୍ ରକ୍ତ ଓ ଜଳ ବାହାରିଲା। ପ୍ରକୃତ ସନ୍ତାନ ପାଇବା ପାଇଁ ଈଶ୍ୱରଙ୍କ ପ୍ରଦାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୂଳଦୁଆ ଥିଲା ଯୀଶୁଙ୍କ କ୍ରୁଶବିଦ୍ଧ ହେବା, କାରଣ ଏହା ମାନବ ପରିତ୍ରାଣ ପାଇଁ ଈଶ୍ୱରଙ୍କ ଯୋଜନାକୁ ପୂରଣ କରିଥିଲା। ଏହା ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା, ଯାହା ଈଶ୍ୱରଙ୍କ ଅବିସ୍ମରଣୀୟ ପ୍ରେମ ପ୍ରଦର୍ଶନ କରିଥିଲା। ଯେତେବେଳେ ଆମେ କ୍ରୁଶର ବ୍ୟବସ୍ଥାକୁ ବୁଝିବା ଏବଂ ଏହାକୁ ଆମ ହୃଦୟରେ ବିଶ୍ୱାସ କରିବା, ଆମେ ଦାରିଦ୍ର୍ୟ ଏବଂ ଅସୁସ୍ଥତା ପରି ସମସ୍ୟାକୁ ଦୂର କରିପାରିବା ଏବଂ ଆମେ ସ୍ୱର୍ଗର ଅନନ୍ତ ଜୀବନ ପାଇପାରିବା। ଆସନ୍ତୁ ଦେଖିବା କାହିଁକି ରୋମୀୟ ସୈନିକମାନେ ଯୀଶୁଙ୍କ ଗୋଡ଼ ଭାଙ୍ଗି ନଥିଲେ ଏବଂ ତାଙ୍କ ପକ୍ଷକୁ ବିଧ କରିବାର ଅର୍ଥ ବିଧ ହୋଇଥିଲା। ଫଳସ୍ୱରୂପ ରକ୍ତ ଏବଂ ଜଳ ପ୍ରବାହିତ ହୋଇଥିଲା। ଯୀଶୁଙ୍କୁ କ୍ରୁଶବିଦ୍ଧ କରାଇବା ଦିନ ଶୁକ୍ରବାର ଥିଲା, ବିଶ୍ରାମବାର ଦିନର ଗୋଟିଏ ଦିନ। ଯିହୁଦୀମାନେ ଶୁକ୍ରବାରକୁ ପବିତ୍ର ବିଶ୍ରାମବାର ପାଇଁ ପ୍ରସ୍ତୁତି ଦିନ ଭାବରେ ବିବେଚନା କରୁଥିଲେ, ତେଣୁ ସେମାନେ ଶରୀରକୁ କ୍ରୁଶରେ ଝୁଲେଇ ରଖିପାରିଲେ ନାହିଁ। ସେମାନେ ପିଲାତଙ୍କ କ୍ରୁଶବିଦ୍ଧ ହୋଇଥିବା ଲୋକଙ୍କ ଗୋଡ଼ ଭାଙ୍ଗି ମୃତଦେହ ବାହାର କରିବାକୁ ଅନୁରୋଧ କଲେ। ଅନୁମତି ପାଇବା ପରେ ରୋମୀୟ ସୈନିକମାନେ ପ୍ରଥମେ ଯୀଶୁଙ୍କ ପାଖରେ କ୍ରୁଶବିଦ୍ଧ ହୋଇଥିବା 2 ଜଣଙ୍କ ଗୋଡ଼ ଭାଙ୍ଗି ଦେଇଥିଲେ। ଆମେ ଯଦି ଯୋହନ ପୁସ୍ତକ ତାର 19:33 ପଦରେ ଲିପିବଦ୍ଧ ହେଉଥିବା ଅନୁଯାୟୀ ସେମାନେ ଦେଖିଲେ ଯେ ଯୀଶୁ ପୂର୍ବରୁ ମରିଯାଇଛନ୍ତି, ତେଣୁ ସେମାନେ ତାଙ୍କ ଗୋଡ଼ ଭାଙ୍ଗି ନାହାନ୍ତି। ଏଠାରେ ଆମେ ଈଶ୍ୱରଙ୍କ ବ୍ୟବସ୍ଥା ଦେଖୁ। ଯୀଶୁ ନିର୍ଦ୍ଦୋଷ ଏବଂ ପାପହୀନ ଥିଲେ, ତଥାପି ମାନବିକତାର ମୁକ୍ତି ପାଇଁ ବ୍ୟବସ୍ଥାର ଅଭିଶାପ ବହନ କରିବା ପାଇଁ ତାଙ୍କୁ କ୍ରୁଶ କାଠରେ କ୍ରୁଶବିଦ୍ଧ କରାଯାଇଥିଲା। ଯୀଶୁ ତାଙ୍କ ନିଜ ପାପ ହେତୁ କ୍ରୁଶବିଦ୍ଧ ହୋଇନଥିଲେ। ଆତ୍ମିକ ଭାବରେ ରୋମୀୟ ସୈନିକମାନେ ଯୀଶୁଙ୍କ ଗୋଡ଼ ଭାଙ୍ଗିବାରେ ସକ୍ଷମ ହୋଇନଥିଲେ। ଗୀତ ସଂହିତା ପୁସ୍ତକ ତାର 34:20 ପଦର ଲିପିବଦ୍ଧ ଅନୁସାରେ, ସେ ତାହାର ଅସ୍ଥି ସକଳ ରକ୍ଷା କରନ୍ତି, ତହି ମଧ୍ୟରୁ ଖଣ୍ଡେ ହେଲେ ଭଗ୍ନ ହୁଏ ନାହିଁ। ଯୀଶୁଙ୍କ କୌଣସି ହାଡ଼ ଭାଙ୍ଗି ନଥିବା ନିଶ୍ଚିତ କରେ। ଈଶ୍ୱର ଗଣନା ପୁସ୍ତକ 9:12 ପଦରେ କହିଛନ୍ତି, ସେମାନେ ପ୍ରଭାତ ପର୍ଯ୍ୟନ୍ତ ତହିଁରୁ କିଛି ରଖିବେ ନାହିଁ, କିମ୍ବା ତହିଁର କୌଣସି ହାଡ଼ ଭାଙ୍ଗିବେ ନାହିଁ। ସେମାନେ ନିସ୍ତାର ପର୍ବର ସମସ୍ତ ବିଧି ଅନୁସାରେ ପାଳନ କରିବେ। ଯାତ୍ରା ପୁସ୍ତକ 12:46 ପଦରେ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି, ଗୃହ ମଧ୍ୟରେ ତାହା ଭୋଜନ କରାଯିବ। ତୁମ୍ଭେ ସେଇ ମାଂସର କିଛି ମାତ୍ର ଗୃହ ବାହାରକୁ ନେଇଯିବ ନାହିଁ, କିମ୍ବା ତାହାର ଗୋଟିଏ ଅସ୍ଥି ହିଁ ଭାଙ୍ଗିବ ନାହିଁ। ମେଷ ଶାବକ ଯୀଶୁଖ୍ରୀଷ୍ଟଙ୍କ ପ୍ରାୟଶ୍ଚିତ ବଳିଦାନର ପ୍ରତୀକ। ଯେପରି ଏକ ମେଷ ଶାବକ ମନୁଷ୍ୟର ବ୍ୟବହାର ପାଇଁ ତାର କ୍ଷୀର, ମାଂସ, ଲୋମ ଏବଂ ଚର୍ମ ପ୍ରଦାନ କରେ, ଯୀଶୁ ଆମକୁ ଏତେ ଭଲ ପାଉଥିଲେ ଯେ ସେ ନିଜକୁ ଏକ ଶାନ୍ତି ନୈବେଦ୍ୟ ଭାବରେ ଉତ୍ସର୍ଗ କରିଥିଲେ। ଯୋହନ ପୁସ୍ତକ ତାର 19:33 ଏବଂ 34 ପଦ ପୁନର୍ବାର ଆମକୁ କହେ, ମାତ୍ର ସେମାନେ ଯୀଶୁଙ୍କ ନିକଟକୁ ଆସି ସେ ମରିଗଲେଣି ବୋଲି ଦେଖି ତାହାଙ୍କ ଗୋଡ଼ ଭାଙ୍ଗିଲେ ନାହିଁ। କିନ୍ତୁ ସୈନ୍ୟମାନଙ୍କ ମଧ୍ୟରୁ ଜଣେ ବର୍ଚ୍ଛାରେ ତାହାଙ୍କ କକ୍ଷ ଦେଶ ବିନ୍ଧିଲେ ଆଉ ତତ୍କ୍ଷଣାତ୍ ଜଳ ଓ ରକ୍ତ ବାହାର ହେଲା। ଯଦିଓ ଯୀଶୁ ଈଶ୍ୱରଙ୍କ ପ୍ରକୃତିରେ ବିଦ୍ୟମାନ ଥିଲେ, ସେ ଈଶ୍ୱରଙ୍କ ସହିତ ସମାନତାକୁ ବୁଝିବା ଭଳି ଜିନିଷ ଭାବରେ ଗ୍ରହଣ କରିନଥିଲେ। ଏହା ପରିବର୍ତ୍ତେ ସେ ନିଜକୁ ଖାଲି କଲେ ଏବଂ ମଣିଷ ହୋଇଗଲେ। ଜଣେ ସେବକର ରୂପ ଗ୍ରହଣ କଲେ। କ୍ରୁଶରେ ତାଙ୍କର ପାପହୀନ ମୃତ୍ୟୁ ମାଧ୍ୟମରେ ଯୀଶୁ ସମସ୍ତ ମାନବ ଜାତି ପାଇଁ ପରିତ୍ରାଣର ପଥ ଖୋଲିଲେ। ତାଙ୍କର ସାଧାରଣ ସେବା ସମୟରେ ଯୀଶୁ ଚିହ୍ନ ଏବଂ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥିଲେ। ବନ୍ଦୀମାନଙ୍କୁ ମୁକ୍ତ କରିଥିଲେ, ଅସୁସ୍ଥ ଏବଂ ଦୁର୍ବଳମାନଙ୍କୁ ସୁସ୍ଥ କରିଥିଲେ ଏବଂ ରାଜ୍ୟର ସୁସମାଚାର ପ୍ରଚାର କରିଥିଲେ। ପ୍ରାୟତଃ ସେ ଉପଯୁକ୍ତ ଖାଦ୍ୟ କିମ୍ବା ବିଶ୍ରାମ ବିନା ଯାଇଥିଲେ ଏବଂ ଅଧିକ ଆତ୍ମାକୁ ବଞ୍ଚିବା ପାଇଁ ପର୍ବତ ଉପରେ ପ୍ରାର୍ଥନା କରୁଥିଲେ।
କେବଳ ଭଲ କାର୍ଯ୍ୟ କରିବା ସତ୍ତ୍ୱେ ସେ ଜିହୁଦୀ ମାନଙ୍କ ଠାରୁ ନିର୍ଯାତନା, ଉପହାସ ଏବଂ ଅବମାନର ସମ୍ମୁଖୀନ ହୋଇଥିଲେ, ଯାହା ତାଙ୍କୁ କ୍ରୁଶବିଦ୍ଧ କରିଥିଲା। ଜଣେ ରୋମୀୟ ସୈନିକ ଯୀଶୁଙ୍କ ମୃତ୍ୟୁକୁ ନିଶ୍ଚିତ କରିବା ପରେ ସେ ମଧ୍ୟ ବର୍ଚ୍ଛାରେ ତାଙ୍କ ପାର୍ଶ୍ୱକୁ ବିଦ୍ଧ କରିଥିଲେ। ଏହା ମାନବିକତାର ନିଷ୍ଠୁରତା ଏବଂ ଦୁଷ୍ଟତାକୁ ପ୍ରକାଶ କରେ। ତଥାପି ଈଶ୍ୱର ମନୁଷ୍ୟର ଦୁଷ୍ଟତା ବିଷୟରେ ପୂର୍ବରୁ ଜାଣିଥିଲେ। ତଥାପି ସେ ଯୀଶୁଖ୍ରୀଷ୍ଟଙ୍କୁ ପୃଥିବୀକୁ ପଠାଇଲେ ଏବଂ ଆମର ପାପର ପ୍ରାୟଶ୍ଚିତ କରିବା ପାଇଁ ତାଙ୍କ ରକ୍ତକୁ କ୍ରୁଶରେ ଢାଳିବାକୁ ଅନୁମତି ଦେଲେ। ପ୍ରେମର ଏକ ଅବିସ୍ମରଣୀୟ ପ୍ରଦର୍ଶନ। ରୋମୀ ପୁସ୍ତକ 5:8 ଲେଖା ଅଛି, କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମମାନଙ୍କ ନିମନ୍ତେ ମୃତ୍ୟୁ ଭୋଗ କଲେ, ସେଥିରେ ଈଶ୍ୱର ଆମ୍ଭମାନଙ୍କ ପ୍ରତି ଆପଣ ପ୍ରେମ ସପ୍ରମାଣ କରୁଅଛନ୍ତି। ଶୁଣୁଥିବା ସମସ୍ତଙ୍କ ପାଇଁ ଯୀଶୁଙ୍କ ପାର୍ଶ୍ୱରୁ ପ୍ରବାହିତ ରକ୍ତ ଏବଂ ଜଳ ଈଶ୍ୱରଙ୍କ ଇଚ୍ଛାର 3ଟି ଗୁରୁତ୍ୱପୂର୍ଣ୍ଣ ସତ୍ୟକୁ ପ୍ରକାଶ କରେ। ପ୍ରଥମେ ଏହା ପ୍ରମାଣ କରେ ଯେ ଯୀଶୁ ମାନବ ରୂପରେ ପୃଥିବୀକୁ ଆସିଥିଲେ। ଯୋହନ 1:1 କହେ, ବାକ୍ୟ ଈଶ୍ୱର ଥିଲେ। ଏବଂ ଯୋହନ 1:14 କହେ, ଏବଂ ବାକ୍ୟ ମାଂସ ହୋଇ ଆମ ମଧ୍ୟରେ ବାସ କଲା। ଏହାର ଅର୍ଥ ହେଉଛି ଈଶ୍ୱର ଜଣେ ମନୁଷ୍ୟ ଯୀଶୁଙ୍କ ରୂପରେ ପୃଥିବୀକୁ ଆସିଥିଲେ। ଯେହେତୁ କୌଣସି ପାପୀ ଈଶ୍ୱରଙ୍କୁ ସିଧାସଳଖ ଦେଖିପାରିବେ ନାହିଁ, ତେଣୁ ଯୀଶୁ ମାନବ ରୂପରେ ଈଶ୍ୱରଙ୍କୁ ପ୍ରକାଶ କରିବାକୁ ଆସିଥିଲେ। ଶାସ୍ତ୍ର ଏହା ମଧ୍ୟ ଦର୍ଶାଏ ଯେ ଯୀଶୁ ଆମର ମାନବ ପ୍ରକୃତିକୁ ବାଣ୍ଟିଥିଲେ। ମାର୍କ 3:20 କହେ ଯେ ଲୋକ ସମୂହର ଏତେ ସମାଗମ ହେଲା ଯେ ସେମାନେ ଭୋଜନ ସୁଦ୍ଧା କରିପାରିଲେ ନାହିଁ। ମାଥ୍ୟୁ 8:24 ଦର୍ଶାଏ ଯେ ଯୀଶୁ ଝଡ଼ ସମୟରେ ଡଙ୍ଗାରେ ଶୋଇଥିଲେ। କେହି କେହି ଆଶ୍ଚର୍ଯ୍ୟ ହୁଅନ୍ତି ଯେ ଈଶ୍ୱରଙ୍କ ପୁତ୍ର କିପରି ଭୋକ ଏବଂ ଯନ୍ତ୍ରଣା ଅନୁଭବ କରିପାରନ୍ତି। କିନ୍ତୁ ଯୀଶୁଙ୍କର ପ୍ରକୃତ ମାନବ ଶରୀର ଥିଲା। ତାଙ୍କୁ ଖାଇବାକୁ ପଡ଼ିଲା, ଶୋଇବାକୁ ପଡୁଥିଲା ଏବଂ ବେଳେ ବେଳେ ସେ ଦୁଃଖ ମଧ୍ୟ ଅନୁଭବ କରୁଥିଲେ। ରକ୍ତ ଏବଂ ଜଳ ଢାଳି ଯୀଶୁ ନିଶ୍ଚିତ କଲେ ଯେ ଯଦିଓ ସେ ଈଶ୍ୱରଙ୍କ ପୁତ୍ର, ତଥାପି ସେ ମାନବ ରୂପରେ ଆସିଛନ୍ତି। ଦ୍ୱିତୀୟରେ ଏହା ଦର୍ଶାଏ ଯେ ମଣିଷ ଖ୍ରୀଷ୍ଟଙ୍କ ଅନୁକରଣକାରୀ ଭାବରେ ଈଶ୍ୱରୀୟ ପ୍ରକୃତିର ଅଂଶୀଦାର ହୋଇପାରେ। ଯଦି ଈଶ୍ୱର ପବିତ୍ର ଏବଂ ସିଦ୍ଧ, ସେ ତାଙ୍କ ସନ୍ତାନମାନଙ୍କୁ ପବିତ୍ର ଏବଂ ସିଦ୍ଧ ହେବାକୁ ଚାହାନ୍ତି। ପ୍ରଥମ ପିତର 1:16 କହେ, ତୁମ୍ଭେମାନେ ପବିତ୍ର ହେବ କାରଣ ମୁଁ ପବିତ୍ର। ମାଥ୍ୟୁ 5:48 କହେ, ତେଣୁ ତୁମମାନଙ୍କର ସ୍ୱର୍ଗୀୟ ପିତା ଯେପରି ସିଦ୍ଧ ଅଟନ୍ତି, ସେହିପରି ତୁମେମାନେ ସିଦ୍ଧ ହୁଅ। ଦ୍ୱିତୀୟ ପିତର 1:4 କହେ ଯେ ଈଶ୍ୱରଙ୍କ ପ୍ରତିଜ୍ଞା ମାଧ୍ୟମରେ ଆମେ କି ଅଭିଳାଷର ଜାତ, ଯୋଉ ବିନାଶ ଜଗତରେ ଅଛୁ, ସେଥିରୁ ରକ୍ଷା ପାଇଁ ଐଶ୍ୱରିକ ସ୍ୱଭାବର ସହଭାଗୀ ହୋଇପାରିବା। ଈଶ୍ୱର ପ୍ରକୃତିରେ ଅଂଶଗ୍ରହଣ କରିବାର ଅର୍ଥ ହେଉଛି ଆମ ହୃଦୟରୁ ସମସ୍ତ ପ୍ରକାରର ପାପ ଏବଂ ମନ୍ଦତାକୁ ଦୂର କରି ଈଶ୍ୱରଙ୍କ ପରି ପବିତ୍ର ଏବଂ ସିଦ୍ଧ ହେବା। ଯୀଶୁ ମାନବ ରୂପରେ ତାଙ୍କର ମିଶନ ପୂରଣ କଲେ ଏବଂ ମୃତ୍ୟୁ ପର୍ଯ୍ୟନ୍ତ ଈଶ୍ୱରଙ୍କ ଇଚ୍ଛାକୁ ସମ୍ପୂର୍ଣ୍ଣ ଭାବରେ ପାଳନ କଲେ। ସେ କେବଳ ଉତ୍ତମତା ଏବଂ ସତ୍ୟ ସହିତ ଶିକ୍ଷା ଦେଇଥିଲେ ଏବଂ କାର୍ଯ୍ୟ କରିଥିଲେ। କ୍ରୁଶରେ ତାଙ୍କ ମୃତ୍ୟୁ ମାଧ୍ୟମରେ ପ୍ରେମ ସହିତ ନିୟମ ପୂରଣ କରିଥିଲେ। ଯୀଶୁ ଜଣେ ମଣିଷ ଭାବରେ ଈଶ୍ୱର ପ୍ରକୃତିରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିଙ୍କ ଉପଯୁକ୍ତ ଉଦାହରଣ। ଆମେ ମଧ୍ୟ ସମସ୍ତ ଦୁଷ୍ଟତାକୁ ପରିତ୍ୟାଗ କରି ଏବଂ ପବିତ୍ରତା ଏବଂ ଶୁଦ୍ଧତାରେ ବାସ କରି ଈଶ୍ୱରୀୟ ପ୍ରକୃତିରେ ଅଂଶଗ୍ରହଣ କରିପାରିବା। ଆମେ ନିଜକୁ ଯଥାର୍ଥ କରିପାରିବୁ ନାହିଁ କିମ୍ବା ଦୁର୍ବଳତା କିମ୍ବା ବିଫଳତା ପାଇଁ ବାହାନା ଦେଇପାରିବେ ନାହିଁ। ତୃତୀୟତଃ ଏହା ପ୍ରମାଣ କରେ ଯେ ଯୀଶୁଙ୍କ ରକ୍ତ ଏବଂ ଜଳ ପ୍ରକୃତ ଏବଂ ଅନନ୍ତ ଜୀବନ ଆଡ଼କୁ ନେଇଯାଏ। ଯୀଶୁଙ୍କର କୌଣସି ମୂଳ କିମ୍ବା ବ୍ୟକ୍ତିଗତ ପାପ ନଥିଲା। ସେ ମେଷ ଶାବକ ପରି ମୂଲ୍ୟବାନ, ଦାଗହୀନ ଏବଂ ନିର୍ଦ୍ଦୋଷ ରକ୍ତ ଢାଳିଥିଲେ। ଆଧ୍ୟାତ୍ମିକ ଭାବରେ ତାଙ୍କ ରକ୍ତ ଏବଂ ଜଳ ପୁନରୁତ୍ଥାନର ଶକ୍ତି ଧାରଣ କରିଥିଲା। ଯଦିଓ ତାଙ୍କର ଶରୀର ଆମ ପରି ଥିଲା, ତାଙ୍କ ରକ୍ତ ଏବଂ ଜଳ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ତାଙ୍କର ପବିତ୍ର ଏବଂ ମୂଲ୍ୟବାନ ରକ୍ତ ଦ୍ୱାରା ଆମେ ପାପର କ୍ଷମା, ପ୍ରକୃତ ଜୀବନ ଏବଂ ଅନନ୍ତ ଜୀବନ ପାଇଁ ପୁନରୁତ୍ଥାନ ପାଇଥାଉ। ଜଳ ଈଶ୍ୱରଙ୍କ ଜୀବନ୍ତ ଜଳକୁ ପ୍ରତିନିଧିତ୍ୱ କରେ। ଆମେ ବାକ୍ୟ ଶୁଣିଥାଉ ଏବଂ ବୁଝୁ। ଆମେ ପାପରୁ ସୂଚୀ ହେଇଥାଉ, ସତ୍ୟରେ ପରିପୂର୍ଣ୍ଣ ହେଇଥାଉ ଏବଂ ଈଶ୍ୱରଙ୍କ ପ୍ରକୃତ ସନ୍ତାନ ହେଇଥାଉ। ଉଭୟ ରକ୍ତ ଏବଂ ଜଳ ଢାଳିବା ଦ୍ୱାରା ଯୀଶୁ ଆମକୁ ପାପର କ୍ଷମା ଏବଂ ପ୍ରକୃତ ଜୀବନ ପାଇବାର କ୍ଷମତା ପ୍ରଦାନ କଲେ। ଯେତେବେଳେ ଆମେ ତାଙ୍କ ବାକ୍ୟ ପାଳନ କରୁ, ଆମେ ଯେଉଁମାନେ ଏକଦା ମୃତ୍ୟୁ ପାଇଁ ଧାର୍ଯ୍ୟ ହୋଇଥିଲୁ, ତାଙ୍କ ବଳିଦାନ ମାଧ୍ୟମରେ ଅନନ୍ତ ଜୀବନ ପାଇଲୁ। ଏ ଆଶ୍ଚର୍ଯ୍ୟଜନକ ଅନୁଗ୍ରହ ପରିଶୋଧ କରିବା ପାଇଁ ଆମେ କ'ଣ କରିବା ଉଚିତ? ଯୀଶୁଙ୍କୁ କ୍ରୁଶରେ ସେହି ପ୍ରଭୁଙ୍କ ପ୍ରେମ ଏବଂ ବଳିଦାନକୁ
ଆମେ କଦାପି ଭୁଲିବା ଉଚିତ ନୁହେଁ। କିମ୍ବା ଆମର ପିତା ଈଶ୍ୱରଙ୍କ ପ୍ରେମ, ଯିଏ ତାଙ୍କର ଏକମାତ୍ର ପୁତ୍ରଙ୍କୁ ସ୍ୱେଚ୍ଛାକୃତ ଭାବରେ ଦାନ କରିଥିଲେ, ଆମେ ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ଜୀବନ ଯାପନ କରିବା ଓ ଈଶ୍ୱର ପ୍ରକୃତିର ଅଂଶୀଦାର ହେବା ଆବଶ୍ୟକ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଯୋଉ ବାକ୍ୟ ଆମେ ଶୁଣିଛୁ ସେ ବାକ୍ୟ ଅନୁସାରେ ଚାଲିବା ଆବଶ୍ୟକ। ଈଶ୍ୱରଙ୍କ ବାକ୍ୟକୁ ଶୁଣିବା ଆବଶ୍ୟକ ଏବଂ ଯୋଉଦ୍ୱାରା ଈଶ୍ୱର ତାଙ୍କ ବାକ୍ୟ ମାଧ୍ୟମରେ ଆମ ପ୍ରତ୍ୟେକଙ୍କ କଥା କହିବେ। ଆସନ୍ତୁ ଆମେ ସମସ୍ତେ ଈଶ୍ୱରଙ୍କୁ ବିଶ୍ୱାସ କରିବା, ଈଶ୍ୱରଙ୍କ ବାକ୍ୟକୁ ବିଶ୍ୱାସ କରିବା। ସେ ଆମମାନଙ୍କ ନିମନ୍ତେ ସେଇ କୃଷ କାଠରେ ବଳିଦାନ ଦେଲେ, ରକ୍ତ ଢାଳିଲେ। ସେଇ ରକ୍ତ ଦ୍ୱାରା ଆମେ ସମସ୍ତେ ଶୁଚି ହୋଇଛୁ, ଆମେ ପବିତ୍ର ହେଇଛୁ ଏବଂ ଈଶ୍ୱରଙ୍କ ନିକଟବର୍ତ୍ତୀ ହେଉଅଛୁ। ଯେଉଁମାନେ ତାଙ୍କ ନିକଟରେ ବିଶ୍ୱାସ କରନ୍ତି, ତାଙ୍କ ନିକଟରେ ସମ୍ପୂର୍ଣ୍ଣ ରୂପେ ଭରସା କରନ୍ତି, ସେ ସେମାନଙ୍କୁ ଆଶୀର୍ବାଦ କରିବେ। ଆପଣ କଣ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବାକୁ ଚାହାନ୍ତି? ତାଙ୍କୁ ଭରସା କରିବାକୁ ଚାହାନ୍ତି? ଆପଣ ହୃଦୟକୁ ତାଙ୍କ ନିକଟରେ ଦେବାକୁ ଚାହାନ୍ତି? ଏହା ଏକ ଉପଯୁକ୍ତ ସମୟ। ଆସନ୍ତୁ ଆମେ ତାଙ୍କ ନିକଟରେ ଭରସା କରିବା, ବିଶ୍ୱାସ କରିବା, ପ୍ରାର୍ଥନା କରିବା। ପ୍ରଭୁ ଆପଣମାନଙ୍କୁ ବିଶେଷ କରି ଅନୁଗ୍ରହ କରନ୍ତୁ, ଆଶୀର୍ବାଦ କରନ୍ତୁ। ଆସନ୍ତୁ ମୁଁ ଆପଣମାନଙ୍କ ପାଇଁ ପ୍ରାର୍ଥନା କରିବି। ଆହେ ଆମଙ୍କ ସ୍ୱର୍ଗସ୍ଥ ପିତା, ତୁମ ନାମର ଧନ୍ୟବାଦ ଦଉଛୁ। ତୁମର ଉତ୍ତମତା ପାଇଁ ଆମେ ତୁମକୁ ପ୍ରଶଂସା କରୁଛୁ। ତୁମେ ଯୀଶୁଙ୍କ ମାନବ ରୂପରେ ଏ ପୃଥିବୀକୁ ପଠେଇଲ, ଯାହାଦ୍ୱାରା ଆମେ ପାପ କ୍ଷମା ପ୍ରାପ୍ତ ହୋଇଅଛୁ। ଆଜି ସେଥିଦ୍ୱାରା ଆମେ ସ୍ୱର୍ଗର ଅନନ୍ତ ଜୀବନ ପ୍ରାପ୍ତ ହେଉଅଛୁ। ଯୀଶୁ ଆମ ପାଇଁ ତାଙ୍କର ଜଳ ଏବଂ ରକ୍ତ ଢାଳିଲେ, ସବୁ କିଛି ଦେଲେ। ଆମେ ତୁମର ପ୍ରିୟ ଲୋକମାନେ ଏ ଅନୁଗ୍ରହ ଏବଂ ପ୍ରେମକୁ ସର୍ବଦା ମନେ ରଖୁଛୁ। ଖ୍ରୀଷ୍ଟଙ୍କ ବଳିଦାନ ପ୍ରେରଣ ମାଧ୍ୟମରେ ଆମକୁ ସତ୍ୟରେ ବଞ୍ଚିବାକୁ ଏବଂ ଆଜ୍ଞାକାରୀ ଜୀବନ ଯାପନ କରିବାକୁ ସାହାଯ୍ୟ କରନ୍ତୁ। ଆମେ ଆମର ପ୍ରଭୁ ଯୀଶୁଙ୍କ ନାମରେ ଏ ପ୍ରାର୍ଥନା କରୁଅଛୁ। ଆମେନ୍।